ସକାଳୁ ଉଠିକି ମାର୍କେଟ ଗଲି ରେ, ଗଲା ବେଳେ ମୋ ଭଣଜା ମତେ ପଛରୁ ଡାକୁଛି ବାଲକୁନିରେ ମୋ ପାଇଁ ଆଣିବୁ ରେ। ସେଠୁ ମୁଁ ହସି ଦେଇକି ପଳେଇଲି ରେ। ତାପରେ ଟିକେ ଗାଡିରେ ଗଲା ସାଇଡକୁ ଯିବାକୁ ପଡିଲା ରେ, କାହିଁକି ନା ଜିନୁ ଭାଇ ଆମର ମତେ ଡାକୁଛି ଟିକେ ସାଇଡକୁ ଆ, ଟିକେ ସାଇଡ ଭିଜିଟରେ କାମ ଅଛି ରେ। ସେଠି ଗଲି ରେ, ସାଇଡରେ ଦେଖିଲି କାମ ଫାମ ସରିଲା। ସେଠୁ ଭାଇ ଖରା ହେଇଗଲାଣି, ଆଜି ପଖାଳ ଦିବସ ଥିଲା ଜାଣିଛ ରେ। ତ ପଖାଳ ଭିଡିଓ କରିପାରିଲିନି ରେ, ଖାଇସାରିଲା ପରେ ଭିଡିଓ କରୁଛି ରେ। ଖାଇଦେଲା ପରେ ପଖାଳ ଅବସ୍ଥା କଣ ଦେଖିଛ ରେ, ଦେଖରେ ମୁଁ ପୁରା ଡିଲିଟ ରେ, ଆଉ ଉଠିବାର ଚାନ୍ସ ନାହିଁ ରେ। ତାର ପଛକୁ ଗଲା ବେଳେ ମୋ ସହିତ ଯାଇଥିଲା ସିଏ ବି ପୁରା ଡିଲିଟ ରେ। ପଖାଳର ଭାଇ କମାଲ ଦେଖ, ପଖାଳ ପଖାଳ ଖାଇବ ଏମିତି ପଡିବ ବେହୋସ ହେଇ। ସେଠୁ ଘରକୁ ଆସିଲା ବେଳକୁ 5ଟା ହେଇଗଲା ରେ। 5ଟାରେ ଟିକେ ବାହାରେ ବୁଲାବୁଲି କରିକି ନେଇଗଲି ମୋର ବାଇକ୍ କୁ ଧୁଆ ଧୁଇ କରିବାକୁ ରେ। କାହିଁକିନା ବାଇକ୍ ଆମର ରେଡି ହେଇଗଲା, ବାଇକ୍ ଏବେ ବିକ୍ରି ହବ। ଯୋଉ ଭାଇ ମାନେ କିଣିବାକୁ ଚାହୁଁଛନ୍ତି ନିଶ୍ଚିତ ମତେ କମେଣ୍ଟ କରିବ ରେ। ବାଇକ୍ ଯେତେ ଶୀଘ୍ର ଯିଏ ଚାହୁଁଛ ନେଇଯାଅ, ମୁଁ ବିକ୍ରି କରିଦେବି। ତ ବାଇକ୍ ଆମେ ଧୁଆ ଧୁଇ କଲା ପରେ ଏମିତି ଦେଖା ଯାଉଥିଲା ରେ, ପୁରା ଚକଚକ ହେଇଗଲା ରେ ଆମ ବାଇକ୍। ତ ବାଇକ୍ କୁ ଧୁଆ ଧୁଇ କରିକି ଆମେ ଆସିଗଲୁ ଘରକୁ। ରାତି ଆସି ହେଇଗଲାଣି 8:30 9ଟା। ତ ଘରକୁ ଆସିଲୁ, ଖାଇଲୁ ପିଇଲୁ ଶୋଇଲୁ। ଭିଡିଓ ଭଲ ଲାଗିଲେ ଲାଇକ୍ କର, ସେୟାର କର ରେ।